ଓଁ ସାଇନାଥାୟ ନମଃ। ସାଇ ବିଶ୍ୱାସ ଚ୍ୟାନେଲକୁ ସ୍ୱାଗତମ। ଆଜି ସାଇବାବାଙ୍କ ବିଷୟରେ ସାଇବାବାଙ୍କର ଜୀବନବାଣୀର ମୁଖ୍ୟ ପ୍ରାପ୍ତିର ସନ୍ଦେଶ ଆଜିର ସାଇ ସନ୍ଦେଶରେ ଆମେ ଆଲୋଚନା କରିବା। ମନରେ ଅନ୍ତତଃ ଥରେ ମାତ୍ର ଉଚ୍ଚାରଣ କରିଦେଲେ ମନ କନ୍ଦରରେ ଆଧ୍ୟାତ୍ମିକତା ଭାବ ଉଦ୍ବେଗ ହୁଏ। ଭକ୍ତର ହୃଦୟ ହୁଏ ଯେ ତଳମାନ ଆଉ ମନ ହୁଏ ମୁହାନ। ସାଇବାବାଙ୍କର ଅମୂଲ୍ୟ ବାଣୀ ଯିଏକି ଭକ୍ତ ଥରେ ଶ୍ରବଣ କରିଛି ତାର କୋଟି ପାପ ଧୋଇ ହୋଇଯାଇଛି। ମୁଖ୍ୟ ପ୍ରାପ୍ତିର ଅସଲ ଉଦ୍ଦେଶ୍ୟ ହେଲା ମର୍ମେ ମର୍ମେ ବୁଝିପାରିବା। ସୁତରାଂ ପରମ ପୂଜନୀୟ ପରମ କାରୁଣିକ ଶ୍ରୀ ଶ୍ରୀ ସାଇବାବା ଜଣେ ଅନ୍ତର୍ଯ୍ୟାମୀ ଦିବ୍ୟଦ୍ରଷ୍ଟା ଏବଂ ତ୍ରିକାଳଦର୍ଶୀ। ଶିରିଡିଗାମର ଜୀବନରେ ସାୟତ ପର୍ଯ୍ୟନ୍ତ ଭକ୍ତର ମନରେ ରହି ଭକ୍ତଙ୍କ ଦୁଃଖ ସୁଖର ସାମିଲ ଦେଉଥିଲେ। ବ୍ରହ୍ମଜ୍ଞାନ ତଥା ଐଶ୍ୱର୍ଯ୍ୟା ଚିନ୍ତାଧାରାରେ ଭକ୍ତମାନଙ୍କ ମହତକୁ ସେ ବୁଝିପାରୁଥିଲେ। ଶିରିଡି ଗ୍ରାମର ଏକ ନିମ୍ବ ବୃକ୍ଷ ତଳେ ନିଜର ଲୀଳାଖେଳାର ଅପମୟ କରୁଥିଲେ। ସାଇବାବା ପ୍ରକୃତରେ ମହାନ। ତାଙ୍କର ପ୍ରକୃତ ଜନ୍ମ ଠିକଣା ମାତୃଭୂମି ତଥା ପିତାମାତାଙ୍କର ସଠିକ ପରିଚୟ ନ ମିଳିଥିଲେ ମଧ୍ୟ ତାଙ୍କର ଯେ ଧରାପୃଷ୍ଠରେ ଭକ୍ତଜନଙ୍କ କଲ୍ୟାଣ ନିମିତ୍ତେ ଆବିର୍ଭାବ ତାହା ସମସ୍ତେ ମର୍ମେ ମର୍ମେ ଉପଲବ୍ଧ କରିଛନ୍ତି। ପୃଥିବୀର କୋଣ ଅନୁକୋଣରେ ଏମିତି କେଉଁ ଭକ୍ତ ନାହାନ୍ତି ଯେ ଯେଉଁମାନେ ବାବାଙ୍କ ଦର୍ଶନ ପାଇଁ ତାଙ୍କର ମହାର୍ଘ ଆଶୀଷରୁ ବଞ୍ଚିତ ରହିଛନ୍ତି। ଶ୍ରୀ ସାଇବାବାଙ୍କର ବାଣୀ ଅଲୌକିକ ଐଶ୍ୱରିକ ତଥା ସର୍ବପୀଡ଼ାହାରକ। ତାଙ୍କ ବାଣୀ ଶ୍ରବଣ ପଠନ ମନନ ଦ୍ୱାରା ଜୀବକୁ ମୋକ୍ଷ ପ୍ରାପ୍ତି ମିଳିଥାଏ। ମନ ଉପବନରେ ବାବାଙ୍କର ମହାନ ଆଦର୍ଶ ଉଙ୍କି ମାରେ। ହୃଦୟ ହୁଏତ ଆଧ୍ୟାତ୍ମିକତାରେ ଦିଗ୍ଧ ଆଉ ରାସ୍ତା ଖୋଲିଯାଏ। ପରକୁ ଆପଣାର କରିବାର ସ୍ୱର୍ଗୀୟ ଚିନ୍ତନ ଅନୁଶୀଳନ ତଥା ପରମ ମନନ। ତାଙ୍କର ଉଦାର ମନ ଜିହ୍ୱାର ଜ୍ୟୋତ୍ସ୍ନାଠାରୁ ବି କୋମଳ ଶୀତଳ। ସେଥିପାଇଁ ଭକ୍ତ ଗାଏ ତୁମେ ସାଇରାମ ତୁମେ ମନ ପ୍ରାଣ ତୁମରି ସରସେ ନଦୀ ନୀଳ ହସେ ତୁମରି ମହିମା ତୁମକୁ ହି ଜଣା ତୁମରି ପୟରେ କୋଟି ଧାମ ବନ୍ଧା ତୁମେ ବାଣୀ ଅଟ ଧନ୍ୟ ତୁମେ ଦାତା ବ୍ରହ୍ମମାନ ହେ ସର୍ବବ୍ୟାପୀ ଅନ୍ତର୍ଯ୍ୟାମୀ ହେ ଜଗତଗୁରୁ ସାଇନାଥ। ଏ ଜଗତର ପ୍ରିୟ ଜ୍ଞାନୀ ଆଉ ପଣ୍ଡିତ ଜଣେ ଥିଲେ। ସାଇବାବା ଯେ ଦୟାଳୁ ଦରଦୀ ପରୋପକାରୀ ମନୋବାଞ୍ଛାକାରୀ ପୂର୍ଣ୍ଣକାରୀ ତଥା ସକଳ ପ୍ରାଣୀ ଜଗତର ହର୍ତ୍ତାକର୍ତ୍ତା ତାହା ପ୍ରଥମେ ଭକ୍ତ ଅଳ୍ପେ ବହୁମାତ୍ରା ଜାଣିଛନ୍ତି। ଦ୍ୱାରକାମାଇ ମସଜିଦରେ ବାବାଙ୍କ ମେଳାର ଯେ କେହି ଭକ୍ତ ବସିଛି ସେ ବାବାଙ୍କ ପ୍ରତ୍ୟକ୍ଷ ଆଶୀର୍ବାଦ ଗ୍ରହଣ କରିଛି। ବାବା ଅନ୍ତର୍ଯ୍ୟାମୀ ହୋଇଥିବାରୁ କୋଟି କୋଟି ଯୋଜନାରୁ ଭକ୍ତଙ୍କର ମନ କଥା ଜାଣିପାରି ଦୁଃଖ ଲାଘବ କରି ସୁଖ ପ୍ରଦାନ କରନ୍ତି। ଭକ୍ତଙ୍କର ଦୁଃଖରେ ଦୁଃଖୀ ଓ ସୁଖରେ ସୁଖୀ ହୋଇ ବାବା ମହାନ ଆଚରଣର ସ୍ୱର୍ଗୀୟ ପରିଚୟ ଦେଉଛନ୍ତି। ବାବା ସ୍ୱୟଂ ଫକୀର ବେଶରେ ନିଜକୁ ସଜାଇ ଘର ଘର ଦ୍ୱାର ଦ୍ୱାର ବୁଲି ଭିକ୍ଷାବୃତ୍ତି କରି ସରଳ ଜୀବନଯାପନ କରୁଥିଲେ। ବାବାଙ୍କ ପ୍ରତି ଦୟାଭାବ ପୋଷଣ ତାଙ୍କ ଜୀବନରେ ଏକ ଅମପ ପରିଭାଷା। ନିଜେ ଉପବାସ ରହି ଅନ୍ୟର ପେଟ ବୁଝୁଥିବା ସାଇବାବା ପ୍ରକୃତରେ ଅଜର ଅମର ଅଦ୍ୱିତୀୟ। ଭିକ୍ଷାବୃତ୍ତି ଅନ୍ନ ବେସାହାରଙ୍କୁ ଆଶ୍ରୟ ଦୁଃଖୀ ମନରେ ସୁଖ ପଙ୍ଗୁଙ୍କ ଚଳନକ୍ଷମ ମୁଗ୍ଧ ରହିବା ଶକ୍ତି ଅନ୍ଧକୁ ଜ୍ୟୋତି ତଥା ଅପରାଗତିକୁ ଚିର ସାମର୍ଥ୍ୟ ପ୍ରଦାନ କରିଦେଇ ବାବାଙ୍କର ଭୂମିକା ପ୍ରଶଂସନୀୟ ଓ ପୂଜନୀୟ ଓ ବନ୍ଦନୀୟ। ତେଣୁ ନିଃସନ୍ତାନକୁ ସନ୍ତାନ ଦୁରାବ୍ୟାଧିରୁ ଉପଶମ ଅକାଳ ବିୟୋଗରୁ ଉଦ୍ଧାରଣ ସର୍ବସ୍ୱ ସୁଖ ପ୍ରତ୍ୟୟନ ଆଦି ବହୁ ଐଶ୍ୱରିକ ଗୁଣର ମହିମାରେ ଭକ୍ତମାନଙ୍କର କୃତକୃତ୍ୟ କରୁଥିଲେ। ପୃଥିବୀର କୋଣ
ଅନୁକୋଣରେ ବାବାଙ୍କର ସହସ୍ରାଧିକ ଭକ୍ତ ଆଜି ବାବାଙ୍କର ଭକ୍ତି ପୂଜା ଭାବେ ପୂଜାର୍ଚ୍ଚନା କରୁଛନ୍ତି। ତାଙ୍କର ମହିମା ଶ୍ରବଣ କରି କୃତାର୍ଥ ହେଉଛନ୍ତି। ତାଙ୍କ ବାଣୀରେ ଏତେ ମଧୁରର ଗାନ ଥାଏ ନା, ତାହାକୁ ଲୋକ ଗାନ କଲେ ଦେହର ରୋଗ ବି ଦୂର ହୋଇଯାଏ, ଦୁଃଖ ବି ଦୂର ହୋଇଯାଏ, ଆଉ ମନ ଉଲ୍ଲସିତ ଆନନ୍ଦରେ ନାଚି ଉଠେ। ଏହିପରି ଅନେକ ଭକ୍ତ ବାବାଙ୍କର ଗୁଣ କୀର୍ତ୍ତନ କରି ଜୀବନରେ ମହା ସଂଘର୍ଷରୁ ଆଦି ସ୍ମରଣୀୟ ମୁହୂର୍ତ୍ତକୁ ବୋଧଗାମୀ କରି ଜୀବନ ରାସ୍ତାରେ ନିଜର ଏକ ପ୍ରତନ୍ତ ପରିଚୟ ସୃଷ୍ଟି କରିଦେଇଛନ୍ତି। ବାବାଙ୍କର ବ୍ରତ ଧାରଣା କରି ମାନସିକ ରଖି ରହୁଥିବା ଦୁଃଖ କଷ୍ଟରୁ ମୁକ୍ତି ପାଇଯାଉଛନ୍ତି। ଚାରିଆଡ଼େ ବାବାଙ୍କର ଅମୃତ ତୁଲ୍ୟ ପ୍ରଚାରରେ ନା ମନ୍ଦିର ଭକ୍ତମାନେ ପ୍ରବଚନର ସମାଗମ ହେଉଛନ୍ତି। ସମାଧି ଦର୍ଶନ କରି ଭକ୍ତ ଏହକାଳ ଓ ପରକାଳର ନିଜର ସତ୍ତାକୁ ଉପଲବ୍ଧ କରୁଛନ୍ତି। ସୁତରାଂ ସାଇଙ୍କ ମହିମାର ଅବର୍ଣ୍ଣନୀୟ, ଅତୁଳନୀୟ ଏବଂ ଆଦରଣୀୟ। ଦ୍ୱାରକାମାଇ ମସଜିଦ ପ୍ରାଙ୍ଗଣରେ ରହି ଅଗଣିତ ଭକ୍ତଜନଙ୍କୁ ମହନୀୟ ବାଣୀରେ ମହିମା ସଦୃଶ କରୁଛନ୍ତି। ସାଇବାବା ପ୍ରକୃତରେ ଜଣେ ଅବତାରୀ ଓ ସଦାଚାରୀ ଓ ଦୀକ୍ଷ ଓ ପିତାହାରୀ ତଥା ବିଷ୍ଣୁ ବିହାରୀ ଅଟନ୍ତି। ଏହି ଭକ୍ତମାନଙ୍କ ସମସ୍ୟାକୁ ଆଖି ଆଗରେ ସଂକଳିତ କରାଯାଇଛି। ପ୍ରତ୍ୟେକ ସାଇ ପ୍ରେମୀଙ୍କ ହୃଦୟରେ ଥିବା ଦ୍ୱନ୍ଦ୍ୱ ସମସ୍ୟା ଆଶୁ ସମାଧାନ ନିମିତ୍ତ ବାବାଙ୍କର ମୁଖ୍ୟ ନିଃସୂତ୍ର ବାଣୀ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମରେ ବହନ କଲେ। ଏହା ନିର୍ବିରୋଧରେ କୁହାଯାଇପାରେ ଯେ ଭକ୍ତଙ୍କର ଜଟିଳ ପ୍ରଶ୍ନର ସରଳ ଉତ୍ତର ବାବାଙ୍କ ସୁଖ ନିଃସୃତ ଐଶ୍ୱର୍ଯ୍ୟରେ ବାଣୀକୁ ପରିପୂର୍ଣ୍ଣ କରାଯାଇଛି। ସୁତରାଂ ଆପଣମାନେ ତ ପ୍ରଶ୍ନର ଉତ୍ତର ପାଇବା ଆପଣ ନିମ୍ନରେ ଦିଆଯାଇଥିବା କେତେକ ସୂଚନା ଉପରେ ଧ୍ୟାନ ଦିଅନ୍ତୁ। ଆପଣ ଦୈନନ୍ଦିନ ଜୀବନରେ କିଛି ଦ୍ୱନ୍ଦ୍ୱ ବା ସମସ୍ୟା ଥିଲେ ତାହା ଆପଣ ବାବାଙ୍କୁ ଖୋଲା ହୃଦୟରେ କହିପାରିବେ। ପ୍ରତ୍ୟହ ବାବାଙ୍କୁ ଆରତି ଆଉ ସ୍ମୃତି ଆଉ ସଚ୍ଚରିତ ପାଠ କରି ବାବାଙ୍କୁ ଧ୍ୟାନ କରନ୍ତୁ। ମନଗହନରେ ପ୍ରଶ୍ନରେ ଉଙ୍କି ମାରିଲେ ଏଥିରେ ପ୍ରଦତ୍ତ କ୍ରମିକ ସଂଖ୍ୟା ମଧ୍ୟରୁ ଯେକୌଣସି ଗୋଟିଏ ସଂଖ୍ୟାକୁ ଚୟନ କରି ପ୍ରଶ୍ନର ଉତ୍ତର ସହିତ ନିଜକୁ ସାମିଲ କରନ୍ତୁ ଏବଂ ଏହାର ଯଥାର୍ଥରେ ବୁଝନ୍ତୁ। ମନର ସଂଶୟ ଦୂର କରି ଉତ୍ତର ଅନୁସାରେ ବାଟ ପାଇଯିବ ନିଶ୍ଚିତ। ମନେ ରଖିବ, କେବଳ ଗୋଟିଏ ସଂଖ୍ୟା ଭାବିବ, 1 ହେଉ, 5 ହେଉ, 7 ହେଉ। ଆପଣଙ୍କ ଉତ୍ତର ପାଇବା ପାଇଁ ନିଜର ଧନ୍ୟ ମନେ କରନ୍ତୁ। ପବିତ୍ର ମନରେ ପ୍ରଶ୍ନ ପଚାରି ବାବାଙ୍କୁ ଧ୍ୟାନ କରି ଏକ ମହାଗ୍ନ ଉତ୍ତରରେ ନିରୀକ୍ଷଣ କରି ଆପ୍ୟାୟିତ କରନ୍ତୁ। ଉତ୍ତର ଯଦି ଆତ୍ମସନ୍ତୋଷ ନ ହେଲେ ତାହେଲେ ପ୍ରତ୍ୟହ ବାବାଙ୍କୁ ସ୍ମରଣ କରି ଆପଣଙ୍କ ଜୀବନକୁ ସରସ ସୁନ୍ଦର କରିବା ପାଇଁ ତାଙ୍କ ଶରଣାପନ୍ନ ହୁଅନ୍ତୁ। ଦେଖିଲ, ଭଗବାନ ନିଶ୍ଚିନ୍ତ ଅଛନ୍ତି। ଅଯଥାରେ ପ୍ରଶ୍ନ କରି ଅନ୍ତର୍ନିହିତ ଉତ୍ତର ପାଇଁ ବିମୁଖ ହୁଅନ୍ତୁ ନାହିଁ। ସକାଳେ ଦୁଃଖ ମଧ୍ୟରେ ସୁଖ ସାଉଁଟିବା ପାଇଁ ଚେଷ୍ଟା କରିବେ। ଖାଲିଟାରେ ଅଶାନ୍ତି ଭୋଗ କରି ମ୍ରିୟମାଣ ହୁଅନ୍ତୁ ନାହିଁ। ମନେ ରଖନ୍ତୁ, ବାବାଙ୍କୁ ମନରେ ସ୍ମରଣ କରିବ, ନୀତି ସେବା କରୁଥିବ, ପ୍ରଶ୍ନ ପଚାରିବ ଶୁଦ୍ଧ ମନରେ, ତାଙ୍କର ଶରଣ ଯିବ। ବାବାଙ୍କ ଉତ୍ତର ଅମୃତର ସ୍ୱର, ଦୁଃଖ ଶୋକର ପିତାହାରୀ, ଜଗତ ଜାଣନ୍ତି ତାଙ୍କରି ମହିମା, ସିଏ ବ୍ରହ୍ମା ବିଷ୍ଣୁ ହରିନାମ। ଯଦି ଆଜିର ସାଇ ସନ୍ଦେଶ ଭଲ ଲାଗିଲା ତାହେଲେ କମେଣ୍ଟ ବକ୍ସରେ ଜଣାଇବେ ଏବଂ ଲାଇକ୍ କରିବେ ଓ ସବସ୍କ୍ରାଇବରେ ନୂଆ ଥିଲେ ବେଲ୍ ଆଇକନ୍ କ୍ଲିକ୍ କରିବେ। ନୂଆ ଭିଡ଼ିଓ ଆପଣମାନଙ୍କୁ ପ୍ରତ୍ୟେକ ଦିନ ଯିବ।